ବଳଦ ବାନ୍ଧି ଦାନା ଦେଲେ ସିନା ଚାଷ କରିବେ। ଗୋଟେ ହଡ଼ା ବୁଢାଙ୍କୁ ଆଣିକି ଆଇଛୁ। ପୁରୁଣା କାଳିଆ ଢାଞ୍ଚାରେ ଗୋଟେ ପଦ ପକଉଛି, ଇଏ ମଲା ସାପ ଏଠିକି ପାରିବନି। ଆଉ ଏ ସନ୍ଧ୍ୟା ବସା ବସା ଧାର ବାପା ଗୁରୁ ଘର ପାଠ, ଇଏ ଯଦୁମଣି ଲେଖା। ମୁଁ ଏଠି ଏଇବେଠୁ କଥା ଦଉଛି, 12 ରାତିରୁ ମୋର ସରିଯାଇଛି 3ଟି ଆଗ ପାଳି। ଆଉ କେତୋଟି ଆଗ ପାଳି? ଇଏ 3ଟି ଆଗ ପାଳିରେ ଯୋଉ ବିଷୟ ଛାଡ଼ିବି ତାକୁ ନୃସିଂହତା ଛୁଇଁ ପାରିବନି, ତାକୁ ନୃସିଂହତା ଛୁଇଁ ପାରିବନି, ତାକୁ ନୃସିଂହତା ଛୁଇଁ ପାରିବନି। ପୁଅ କାଲି ବାଇଆ କହୁଥିଲା କଣ ନା ମନ୍ଦୋଦରୀ ପୁଅ ହଉଛି ରାବଣ। ହସିବ ନା ଗରିବ କଣ କରିବ ମୁଁ କିଛି ବୁଝିପାରୁନି। ହସିବ ନା ଗରିବ କଣ କରିବ ମୁଁ କିଛି ବୁଝିପାରୁନି। ସଂସ୍କୃତି ସମ୍ପନ୍ନ ଖୋର୍ଦ୍ଧା ଜିଲ୍ଲାର ଆର୍ଯ୍ୟଗ୍ରାମ ଦେବଗ୍ରାମ ପବିତ୍ର ପାବନ ଗ୍ରାମ ନିରଞ୍ଜନପୁରର ଗ୍ରାମାଧିବାସୀ ମାନଙ୍କର ଆନୁକୂଲ୍ୟରେ ସହଯୋଗରେ ପ୍ରଚେଷ୍ଟାରେ ଅର୍ଥ ଅପଚୟରେ ଦ୍ୱାଦଶ ଦିନାତ୍ମକ ନାମଯଜ୍ଞ ବିଦଗ୍ଧ କଳା ପାଲା କଳାରେ ଏଇ ପୁଅ ତୁ ଗୋଟେ କାହିଁ ସେମିତି ହଉଛୁ। ଆଜି ହଉଛି ଷଷ୍ଠ ରଜନୀ, ଆମ୍ଭ ମାନଙ୍କର ଦ୍ୱିତୀୟ ଅଧିବେଶନ, ଦ୍ୱିତୀୟ ଥାକ, ଦ୍ୱିତୀୟ ପାହାଡା ପାଲା। ଖାଦ୍ୟପେୟ ସବୁ ଠିକ ଅଛି ବୋଲି ଜଣା ପଡୁନି। ହଁ ମଟନ ଦରକାର ନାହିଁ। 50 ବର୍ଷ ପରେ ମଟନ କଣ ହବ? ଯେ 8টাରେ ଗାୟକ ବାବୁ ଉଠିଲେ, 10ଟା ବେଳକୁ ଅଣ୍ଟା କଣ ହେଲା। ତା ଦେହରେ ରୁକ୍ମିଣୀ ପରିଣୟ ହଉଛି, ଦୁନିଆ ଗୀତ ବୋଲା ହେଲାନି। ଏ ପୁଅ ମନ୍ଦାକିନୀ ନନ୍ଦନୟ ବିହାର ସାଡକୁ ଆଉ ଶ୍ଳୋକ ମନେ ନାହିଁ। ଏ ନୈଷଧ୍ୟମ ଚରିତରୁ ଶ୍ଳୋକ ରୁକ୍ମିଣୀ ପ୍ରକୃତରେ ଭୀଷ୍ମଙ୍କ ରାଜାଙ୍କ ଝିଅ ନୁହଁ ନା। ଯେମିତି ରାଧା, ଯେମିତି ଦ୍ରୌପଦୀ, ଯେମିତି ସୀତା, ଯେମିତି ଆପଣଙ୍କର ଦୁର୍ଗା, ସେ ସେମିତି ସୃଷ୍ଟି। ଭୀଷ୍ମଙ୍କ ରାଜାଙ୍କ ଔରସ ଜାତ, ସେ କନ୍ୟା ନୁହନ୍ତି। ସେ ନିଗମ ବନିତା ପାଖରେ ଅଛି। ମୁଁ ସମ୍ଭବପର ତାକୁ ଗାଇକି ବୁଝେଇ ରୁକ୍ମିଣୀ ହରଣଟାକୁ ଆଜି ଆପଣଙ୍କ ଆଗରେ ପରିଷ୍କାର କରିଦେବି। କିନ୍ତୁ ମୁଁ ତାଙ୍କର ବିଷୟ ପୂର୍ଣ୍ଣ କଲା ବେଳେ ସେ ମୋର ଏପର୍ଯ୍ୟନ୍ତ ଗୋଟିଏ ବିଷୟ ପୂର୍ଣ୍ଣ କଲେ ନାହିଁ। ମୁଁ ଏଠି ଏଇବେଠୁ କଥା ଦଉଛି, 12 ରାତିରୁ ମୋର ସରିଯାଇଛି 3ଟି ଆଗ ପାଳି। ଆଉ କେତୋଟି ଆଗ ପାଳି? ଇଏ 3ଟି ଆଗ ପାଳିରେ ଯୋଉ ବିଷୟ ଛାଡ଼ିବି ତାକୁ ନୃସିଂହତା ଛୁଇଁ ପାରିବନି। ପୁଅ କାଲି ବାଇଆ କହୁଥିଲା କଣ ନା ମନ୍ଦୋଦରୀ ପୁଅ ହଉଛି ରାବଣ। ହସିବ ନା ଗରିବ କଣ କରିବ ମୁଁ କିଛି ବୁଝିପାରୁନି। ସାଡକୁ ଯିବା ନାହିଁ। ପୁଅ ଟିକେ ବିଚାର କରନ୍ତୁ। ବାପା ମୁରବୀ ରାଜା ଭୀଷ୍ମକ, ଇଏ ବିଷୟରୁ ଆପଣ ଶିଖିଲେ କଣ? ମୁରବୀ ହେଲେ ବାପା, ବାପା ସ୍ଥିର କରୁଛନ୍ତି ଝିଅର ଉପଯୁକ୍ତ ବୟସ ହେଇଗଲା, ଆମେ ଯୋଗ୍ୟ ବର ଦେଖି ଝିଅକୁ ବିଦା କରିବା। କୃଷ୍ଣଙ୍କର ଯେତେବେଳେ ପ୍ରସ୍ତାବ ଆସିଲା, ଶିବଙ୍କର ଆସିଛି, ଦୁନିଆ ଲୋକଙ୍କର ଆସି ସେ କହିଦେଇଛନ୍ତି। କୃଷ୍ଣଙ୍କର ଆସିଲା ବେଳେ ଆପଣଙ୍କର ଗୋଟିଏ ପଦ କହିଥିଲେ ରୁକ୍ମଣ, ସେ ପଦଟିକି ସେ ବୋଲିଲେ, ତା ଅର୍ଥ ବାପା ଗୁରୁ ଘର ପାଠ, ଇଏ ଯଦୁମଣି ଲେଖା, ତା ଅର୍ଥଟି ହେଇପାରିଲାନି। ପୁରୁଣା କାଳିଆ ଢାଞ୍ଚାରେ ଗୋଟେ ପଦ ପକଉଛି, ଇଏ ମଲା ସାପ ଏଠିକି ପାରିବନି। ଗୋଟିଏ ପଦ ଶୁଣୁ ପୁଅ, ଟିକେ ମଜବୁତ ହେଇଯା। ବଳଦ ବାନ୍ଧି ଦାନା ଦେଲେ ସିନା ଚାଷ କରିବେ। ଗୋଟେ ହଡ଼ା ବୁଢାଙ୍କୁ ଆଣିକି ଆଇଛୁ। ପୁଅ ଗୋଟିଏ ପଦ ଶୁଣୁ। କହିଲା ଇଏ ଦଳିତାଞ୍ଜନ ପ୍ରକାର ବସି କରୁଛି ରେ ଗୋକୁଳ କୁଳାବତାର ଆୟୁଧ ବେଣୁ ଆୟୁଧ ବେଣୁ ଆୟୁଧ ବେଣୁ
শিরোমণি শিখিলি পুছ ভূত মালি গুঞ্জ পুছ আরে তনু ভূষণতা ধেনু চরণ রেণু ওহো ব্রজ জব লম্পট আয়ে সন্ধ্যা বসাব কাধার यार अर्थ प्रकृत कौन से बुझिना जदि रुक्मण कहिले बापा मुरबी बापा कथार किसी मूल्य रहिला ये निरंजनपुर अनुष्ठान को जति जन चलाउछन तांको ऊपर के मुरबी कथा कहबे आपण गोटे निष्पत्ति नेबे आपण परिवार मुरबी कौन पाई भीष्म को तुम राजा हेइछो तुम कथा रहिला नहीं तुम पुओ रुक्मण केतेटा दुर्दांतक सहित सांग शिशुपाल दंतवक्र जरासंध कंस एमानक सहित तार संपर्क जो प्रस्ताव पड़िले भौणीर आदौ इच्छा नहीं से कहिला सेही प्रस्ताव से कृष्ण को निंदा करी कौन कहिला ना दलितांजन प्रकार प्रतीक आपण देखिबे से छांद बोली कि ताको अर्थ करूनी दलितांजन प्रकार प्रतीक माँ माने जो आखि रे कोला पिंधुचंती मौसा ताको बारंबार दलन करदेले चकटी देले गोटे चिकोणिया दिखा जाए अंजन को दलन कले जेमिति कृष्ण को रूपटा सेम प्रतीक रुचिर तर कौन पंडिते जदि कृष्णकर रूप भल नुह रुक्मण कहूची कहला मो भौणी केमिति तप्त कांचन वर्णाभ्या ये जहा को तुम जोगाड़ करछ गोपाल घर पुओ कृष्ण हला किंतु से तो ता रूप कला जदि कला घुणा कला रुक्मण रुचिर तर कौन कहला यार अर्थ गोकुल कुलावतार आयुध बेणु रुक्मण कहवा कथा राजा पिला माने पाठ पढ़ती जाइकरी गुरुकुल आश्रम रे गाई जगंती नहीं एटा पिला दिनु जाई गाई जगी थिला राजा पिला मानकर हाथ रे थब धनुषर नइले खंडा ये रो काइमटे पाटी करछु भुजाली ना से तो बळे भुजाली थला ना या हाथ रे बंशी राजा पिला माने के कालिया नुह ये चिकन कालिया आउ ये होची महापापी संधा को मारिची बोका को मारिची अघा को मारिची ये पापीटा को केमिति भौणी की बाहा दवा किंतु मौसा सेदिन देवर्षि नारद निजर बीणा आउ रुद्राक्ष माल कांधरे कर्णरे थोईकी कही कृष्ण ही तुम पाई एकमात्र योग्य